ମାନେ ଆପଣଙ୍କୁ ଆଜି ଦୁଇଟା ଗୁଡ୍ ନ୍ୟୁଜ୍ ଶୁଣିବାକୁ ପଡ଼ିବ। କହିବି ସେଇଟା ତ କହିଦେଉଛି ଫାଇଦା। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଆୱାର ବ୍ଲଗ୍। ତ ଆପଣମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି, ଏଇଟା ବହୁତ ମନ ଦୁଃଖ ଲାଗୁଛି। କାହିଁକିନା ଆପଣମାନେ ମୋ ଚ୍ୟାନେଲରେ ଗୋଟେ ୟୁଟ୍ୟୁବର ଗୋଟେ ଫ୍ୟାମିଲି। ତ ପ୍ଲିଜ୍ ଯେଉଁମାନେ ସବସ୍କ୍ରାଇବ୍ କରୁନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ମୁଁ ବି ତ ଜାଣିପାରିବି ନା କେଉଁ ଗାଁର ଲୋକମାନେ ମୋ ଭିଡ଼ିଓ ଦେଖୁଛନ୍ତି। ତ ମୋତେ ବହୁତ ଖୁସି ଲାଗିବ ଯାହା ହଉ ଆପଣମାନେ ମୋ ଫ୍ୟାମିଲି ମେମ୍ବର୍ସ। ତାପରେ ଆଉ ଗୋଟେ କଥା, ଆଜିର ଗୋଟେ ଗୁଡ୍ ନ୍ୟୁଜ୍ କ'ଣ ହେଇଛି ନା, ଆଜି ଆମର ଏପଟେ ପୁରା ଶୀତ ନାହିଁ, ଶୀତ ପୁରା କମିଯାଇଛି। ତା ସହିତ ଶୀତ ପାଗକୁ ଘରେ ଆସିଛି, ବାହାରୁ କିଣା ହେଇକି ଆସିଛି ଜଳଖିଆ, ଆଳୁଚପ କିଣା ହେଇକି ଆସିଛି। ତା ସହିତ ଆହୁରି ଗୋଟେ ଗୁଡ୍ ନ୍ୟୁଜ୍, ମାନେ ଆପଣଙ୍କୁ ଆଜି ଦୁଇଟା ଗୁଡ୍ ନ୍ୟୁଜ୍ ଶୁଣିବାକୁ ପଡ଼ିବ। ତ ଫାର୍ଷ୍ଟ କଥା କହିଦେଲି, ତ ଆଜି ଶୀତ ନାହିଁ, ବହୁତ କମିଯାଇଛି। ତାପରେ ସେକେଣ୍ଡ ଗୁଡ୍ ନ୍ୟୁଜ୍ ହେଉଛି, କହିବି ସେଇଟା ତ କହିଦେଉଛି ଫାଇନାଲି। ତ ମୋର ଗୋଟେ ଇମେଲ୍ ଆଇଡ଼ିରେ ଗୋଟେ ଆଇଛି, ସ୍ପନ୍ସରସିପ୍ ଗୋଟେ ଆଇଛି। ତ ସେଇଟା ମୁଁ ଜାଣିନି ରିଏଲ୍ କି ଫେକ୍ କି କ'ଣ, ତ ମୁଁ ଜାଣିନି। ତ ମୁଁ ବହୁତ ମାତ୍ରାରେ ୟୁଟ୍ୟୁବରେ ଯାହା ସର୍ଚ୍ଚ କଲି, କି ଯେତିକି ମୋତେ ମତାମତ ମିଳିଲା ସେପଟୁ, କି ଯଦି ତୁମର ଇମେଲ୍ ଆଇଡ଼ି .com ହେଇକି ଅଛି, ଇମେଲ୍ ଯାହା ବି XYZ+.com ଲେଖା ହେଇଛି ଲାଷ୍ଟକୁ, ବୋଲେ ସେଇଟା ହେଉଛି ରିଏଲ୍ ଆକାଉଣ୍ଟ ସେମାନଙ୍କର। ତ ମୁଁ ତ ସ୍ପନ୍ସରସିପ୍ କରିବାର ନାହିଁ, ଏମିତିରେ ମୁଁ ବି ଚ୍ୟାନେଲ୍ ମନିଟାଇଜିଂ ହେଇନି। ତ ଆଗକୁ ବହୁତ ଜଲ୍ଦି ହେବାକୁ ଯାଉଛି, ମନିଟାଇଜିଂ ହେଇଯିବ। ତ ବହୁତ କିଛି ଅଛି। ତ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରନ୍ତୁ ଆଉ କମେଣ୍ଟ କରନ୍ତୁ। ତ ଚାଲନ୍ତୁ, ଆଜିର ଗରମ ଗରମ ଆଳୁଚପ ବି ଥଣ୍ଡା ହେଇଯିବ, କାହିଁକିନା ଆପଣଙ୍କ ସହିତ ଗପି ଗପି ମୋର ଆଳୁଚପ ବି ମଧ୍ୟ ଥଣ୍ଡା ହେଇଯିବ। ତା ସହିତ ଚାଲନ୍ତୁ ଫଟାଫଟ ଖାଇନେବା। ତାପରେ ଆଜିର ଆଉ ଗୋଟେ ବ୍ୟାଡ୍ ନ୍ୟୁଜ୍, ଆପଣ ତ ଗୁଡ୍ ନ୍ୟୁଜ୍ ଦୁଇଟା ଶୁଣିଲେ, ଆଜିର ବ୍ୟାଡ୍ ନ୍ୟୁଜ୍ କ'ଣ ଜାଣିଛନ୍ତି? ଏଇଟା ଦେଖନ୍ତୁ, ମାନେ ଘା ହେଇଯାଇଛି ଏକାଥରେ। ଏଇଟା ହେଉଛି ଜରସନ୍ଧା, ଏଇ ଘାଟା ହେଉଛି ଜରସନ୍ଧା। ତ ଦେହ ଭିତରେ କେତେବେଳେ ଜ୍ୱର ଥିଲା, ତ ଜରସନ୍ଧା ଘରେ ଯେମିତି କହିଲେ ମୋତେ, ମୁଁ ସେମିତି ଆପଣଙ୍କୁ କହୁଛି। ତ ଆକ୍ଚୁଆଲି ଏଇଟା ଜରସନ୍ଧା ବହୁତ ଜୋରସେ କାଟୁଛି। ମୁଁ ଆମ ଘରେ ଆସିଛି, ଆଖୁ ହେଲେ ଖାଇପାରୁନି। ଘରୁ ସବୁ ଆଖୁ ଥୁଆ ହେଇଛି, ହେଲେ ମୁଁ ଖାଇପାରୁନି, କାହିଁକିନା ଗୋଟେ ଥର ଖାଇଲା ପରେ ଏଇଟା ଏମିତି କିଛି ହେଇଗଲା ଅବସ୍ଥା, ପୁରା 12 ବାଜିଗଲା। ତ ସେଥିପାଇଁ ବହୁତ ଜୋରସେ କାଟୁଛି। ରାଗ ମାନେ ଖଣ୍ଡେ ହେଇଥିଲେ, ରାଗ ଜିନିଷ ବାଜିଲେ ତ ଆହୁରି ଜୋରସେ ପଡ଼େ। ତ ଛାଡ଼ନ୍ତୁ ସେ କଥା, ଦେଖାଯାଉ କ'ଣ ହେଉଛି, କେବେ କମିବ। ମାନେ ଆ ସହିତ ଦିନ ସକାଳ ହେଲେ ମୋର ଟେନସନ୍ ପୁରା କେତେବେଳେ କମିବ ଇଏ। ତ ଗୁଆ ଘିଅ ମରା ଚାଲିଛି। ଯଦି ଆପଣଙ୍କ ପାଖରେ ଆଉ କିଛି ଆଇଡ଼ିଆ ଅଛି ଜରସନ୍ଧା କେମିତି କମିବାର କାରଣ, ପ୍ଲିଜ୍ ମୋତେ କମେଣ୍ଟରେ ଲେଖିଦିଅନ୍ତୁ। ମୁଁ ସେଇ ଉପାୟରେ ତା'ର ପ୍ରୋସେସ୍ଟା କରିବି କମିବା ପାଇଁ। ଯେତେ ଜଲ୍ଦି ହେବ ଭଲ ହେବ। ବହୁତ ଜୋରସେ ଦେଖନ୍ତୁ, କିନ୍ତୁ ଓଠ ପୁରା ଫାଟି ପୁରା ଘା ହେଇକି ଅଛି। ଶୀତ ଦିନକୁ ଓଠ ଫାଟିବ, ପ୍ଲସ୍ ତା ସହିତ ଜରସନ୍ଧା। ଦେଖନ୍ତୁ, କାଲି ଯେହେତୁ ସଂକ୍ରାନ୍ତି, ଏଇଠି ସବୁ ଚଣା ରଖାହେଇଛି, ବାଟୁଳା ଚଣା ରଖାହେଇଛି, ସବୁ ବତୁରା ହେଇ କାଲି ଯେହେତୁ ତରକାରୀ ହେବ। ଏଇଠି ସବୁ ଘୋଡ଼ା ହେଇ କ'ଣ ସବୁ ଜିନିଷ ଅଛି, ମୁଁ ଆପଣମାନଙ୍କୁ ଦେଖାଉଛି। ତ ଏଇଠି ଦେଖନ୍ତୁ, ଚକୁଳି ପିଠା ପାଇଁ ସୋଦୁଅ ବଟା ହେଇଛି ଏଇଠି। ତାପରେ ଏଇ ଗିନାଟା ଦେଖନ୍ତୁ, କେଡ଼େ ଗୋଟେ ଥାଳି, ଛୋଟିଆ ଗିନା ଦେବ, ଆଉ ରସଗୋଲା। ତ ଫାଇନାଲି ଘରକୁ କିଏ ଦେଇଥିବେ, କ'ଣ ହେଇଥିବ ମୁଁ କହିପାରିବିନି, ବଟ୍ ଘରକୁ ରସଗୋଲା ଦୁଇଟା ଅଛି, ଓଡ଼ିଶା ଫେମସ୍ ରସଗୋଲା। ତାପରେ ଏଇଠି ଦେଖନ୍ତୁ, ଏଇଠି ବି ସେପଟେ ଗୋଟେ ଗିନା ରଖା ହେଇଥିଲା ସୋଦୁଅ ବାଟିକି, ତ ଏଇଠି ବି ସୋଦୁଅ ବଟା ହେଇକି ରଖାହେଇଛି। କାଲି ସଂକ୍ରାନ୍ତିରେ ବି ଚକୁଳି ହେଇପାରେ, ଇଡଲି ହେଇପାରେ, କିଛି ବି ହେଇପାରେ। ତାପରେ କାଲିର ଆପଣମାନଙ୍କୁ ସସ୍ପେନ୍ସ ମିଳିବ। ସସ୍ପେନ୍ସଟା କ'ଣ ନା, ଆପଣ କାଲିର ଭିଡ଼ିଓ ଦେଖିଲେ ଜାଣିପାରିବେ ଯେ କାଲି ଆମ ଘରେ କ'ଣ ହେବ, ଚକୁଳି ହେବ କି ଇଡଲି ହେବ। ଆପଣ କମେଣ୍ଟରେ ଗେସ୍ କରି କୁହନ୍ତୁ, ଆଉ ଯେଉଁମାନେ ଅଧିକ କମେଣ୍ଟ କରିବେ ସେଇ ହିସାବରେ ଆମେ ପ୍ରିପାରେସନ୍ କରିବୁ। ତ ଆଜି ହିଁ କମେଣ୍ଟ ଚାଲୁ କରିଦିଅନ୍ତୁ, କାହିଁକିନା ରାତି ପାଇଲେ ପିଠାପଣା ଆରମ୍ଭ ହେବ। ତ କ'ଣ ପିଠାପଣା ଆରମ୍ଭ ହେବ, ଆପଣ ଯେତେ କମେଣ୍ଟ ଅଧିକ ହେଇଥିବ, ଇଡଲି ନହେଲେ ଚକୁଳି, ଏଇଥିରେ ଯେତେ ଅଧିକ କମେଣ୍ଟ ହେଇଥିବ ସେଇ ହିସାବରେ ଘରେ ବନା ହେବ ପିଠା। ତ ଏଇଟା ଗୋଟେ ସରପ୍ରାଇଜ୍ ଆପଣମାନଙ୍କୁ। ଦେଖିବା କେତେଜଣ ଇଡଲି ପିଠା ପାଇଁ କମେଣ୍ଟ କରୁଛନ୍ତି, ଆଉ କେତେଜଣ ଚକୁଳି ପାଇଁ କମେଣ୍ଟ କରୁଛନ୍ତି। ତ କମେଣ୍ଟ ଏବେଠୁ ଚାଲୁ କରିଦିଅନ୍ତୁ ଆପଣ। ତାପରେ ଦେଖନ୍ତୁ, ଆଳୁଚପ ଉପରେ ବଢ଼ିଆ ଗାର୍ନିସିଂ ମଧ୍ୟ ହେଇକି ଅଛି, ପିଆଜ ଫିଆଜ ସବୁ ପକାଇ ବଢ଼ିଆ ଗାର୍ନିସିଂ ହେଇଛି। ତ ଗରମ ବି ମଧ୍ୟ ଅଛି। ତ ଚାଲନ୍ତୁ ଖାଇନେବା। ଏଇଟା ମୁଁ ଏମିତି କ'ଣ ପାଇଁ କହିଲି ଚେକ୍ କରୁଛି, ହାୱା ଆସୁଛି ନା, ତା'ର ଗରମ ହାୱାଟା ଯେଉଁ ଜଣାପଡ଼ୁଛି ଗରମ ଅଛି କି ଥଣ୍ଡା ଅଛି। ମୁଁ ଟିକେ ଆଗରୁ କହୁଥିଲି କି ଏବେ ଥଣ୍ଡା ହିଁ ହେଉନି, ତ ଖାଇସାରିଲା ପରେ ଥଣ୍ଡା ହିଁ ଜଣାପଡ଼ିଲା। ତ ଆପଣମାନଙ୍କୁ ନେଉଛି ବାହାରକୁ, ତ ଦେଖିବା ଚାଲନ୍ତୁ କେତେ ଲୋକ ବାହାରେ ନିଆଁ ପହଞ୍ଚନ୍ତି। ଥଣ୍ଡା ହେଉଛି, ଆକ୍ଚୁଆଲି ହେଉନଥିଲା ସେତେବେଳେ, ଏମିତି ପ୍ରବଳ ଜୋର ଥଣ୍ଡା ହେଉଛି ନା, ମୋତେ ଘର ଭିତରେ ଥିଲି ବୋଲି ଜଣାପଡ଼ୁନଥିଲା। ଫ୍ରେଣ୍ଡସ୍, ଆପଣଙ୍କୁ ମାନେ ତ ବାହାର ଧରି ଦେଖେଇଲି, ତ ବାହାରେ ମୁଁ ବି ନିଜେ ଠିଆ ହେଇପାରିଲିନି, ଥଣ୍ଡା ବହୁତ ଜୋରସେ ହେଉଥିଲା। ତ ସେଥିପାଇଁ ନିଆଁ ମାମା ହେରିକା ସମସ୍ତେ ବାହାରେ ବସୁଛନ୍ତି, ନିଆଁ ପହଞ୍ଚନ୍ତି। ତ ସେଥିପାଇଁ ପଳେଇ ଆସିଲି ଘରକୁ। ତ ଖାଇସାରିଲିଣି। ତ ଖାଇସାରିଲା ପରେ ନିହାତି ମାତ୍ରାରେ ଗୋଟେ ମିଠା ଖାଇବା ନିହାତି ଦରକାର। ତ ସେଥିପାଇଁ ଯେଉଁ ଘରେ କହୁଥିଲି ରସଗୋଲା ଅଛି ଘରେ, ହେଲା କି ମୋତେ ଖାଲି ରସଗୋଲା ନିହାତି ଦରକାର। ତ ବାହାରେ ବି ସ୍କୁଟି ଉଠେଇ ଧରିକି ଯେହେତୁ ଆସିଲି, ସ୍କୁଟିଟା ଉଠେଇ ଦେଲି, ତ ହାତଟା ଭଲରେ ଧୋଇଦେଲି।
ତ ଫାଇନାଲି ହାତ ଧୁଆ ଧୋଇ ତ ସରିଗଲା କାମ। ତ ଫାଇନାଲି ଏବେ ରସଗୋଲା, ଛେନା ରସଗୋଲା ଏକାଥରେ ପୁରା ପାଟିକି। ଫ୍ରେଣ୍ଡସ୍ ରହୁଛି ଦେଖା ପୁଣି ଥରେ ଆଉ ଗୋଟେ ସୁନ୍ଦର ବ୍ଲଗ୍ ଭିଡ଼ିଓରେ। ଆପଣମାନେ କିଏ ବି ହେଲେ ସବସ୍କ୍ରାଇବ୍ କରୁନାହାନ୍ତି, ସବସ୍କ୍ରାଇବ୍ କରିଦିଅନ୍ତୁ, କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ। ମୁଁ ବି ତ ଜାଣିବି କେଉଁ ଜାଗାରେ ମୋ ଭିଡ଼ିଓ ପହଞ୍ଚୁଛି, ସେଇ ଜାଗାର ନାଁଟା ବି ଲେଖିଦିଅନ୍ତୁ। କାଲି ଆମ ଘରେ ଯେହେତୁ ଚକୁଳି ଆଉ ଇଡ଼ଲି ପିଠା ବନାଅ, ତ କ'ଣ ବନା ହେବ, ଯେତେ ମାତ୍ରାରେ ଯାହାର ଅଧିକ ଭଲ ପାଇବା କମେଣ୍ଟରେ ଆସିବ ସେଇ ହିସାବରେ ଆମର ସେମିତି ଘରେ ପ୍ରିପାରେସନ୍ ହେବ। ତ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ରହୁଛି ଦେଖା ପୁଣି ଥରେ ଆଉ ଗୋଟେ ସୁନ୍ଦର ବ୍ଲଗ୍ ଭିଡ଼ିଓ। ବାଏ।